ହଜିଗଲା ବୋଲି କାନ୍ଦୁଛୁ ଏତେ, ଆଣି ତ ନଥିଲୁ କିଛି ତୋହରି ସାଥେ, ଯାହା ତୁ ପାଇଛୁ ଏଇଠି ପାଇଛୁ, ଛାଡ଼ି ଚାଲି ଯିବୁ ପୁଣି ପାଇଛୁ ଯେତେ। ତ ଦେଖନ୍ତୁ ଆଜ୍ଞା, ଯେ ବାସ୍ତବିକରେ ଯେଉଁ ବସ୍ତୁ ଯେଉଁ ସମ୍ପତ୍ତି କି ଆଜି ଆମେ ସଞ୍ଚୟ କରିଛୁ, ସେ ବସ୍ତୁ ଯଦି ସେ ଧନ କି ସମ୍ପତ୍ତି ଟଙ୍କା ପଇସା ଯାହା ବି ଥାଉ ନା କାହିଁକି, ସେଥି ଭିତରୁ ଯଦି କୌଣସି ଆମର କ୍ଷତି ହେଇଯାଏ କି କୌଣସି ପ୍ରକାର ନଷ୍ଟ ହେଇଯାଏ କି କୌଣସି ଚୋରି ବି ହେଇଯାଏ, ତା ପ୍ରତି ଆମକୁ ବହୁତ ଚିନ୍ତା ଲାଗେ ଆଉ ତାକୁ ବହୁତ ଚିନ୍ତିତ ମଧ୍ୟ କରିଥାଉ। କାହିଁକି ତାକୁ ଆମେ କଷ୍ଟ କରିକରି ତାକୁ ସଞ୍ଚୟ କରିଥିଲୁ, କ୍ଷଣକ ଭିତରେ ସେ ନଷ୍ଟ ହୋଇଗଲା, ତା ପ୍ରତି ଆମକୁ ବହୁତ ଚିନ୍ତା ଲାଗିଥାଏ। କିନ୍ତୁ ଗୋଟିଏ କଥା ଆଜ୍ଞା, ଯେ ଦେଖନ୍ତୁ ଆମକୁ ଆମେ ଯେଉଁ ସଞ୍ଚିତ ଜିନିଷଟା କରିଥିଲୁ, ସେ କ୍ଷତି ହେବା ଭିତରେ ଆମକୁ ବହୁତ ଚିନ୍ତିତ ଲାଗିଲା। କିନ୍ତୁ ଆଜିଠୁ ଯେଉଁ ଆମେ ଆଜି ପର୍ଯ୍ୟନ୍ତ ଏତିକି ଦିନ ହେଇଗଲାନି, ଏତେ ବର୍ଷ ଅତିବାହିତ ହେଇଗଲା, ଏତେ ମାସ ଅତିବାହିତ ହେଇଗଲା, କିନ୍ତୁ ତାକୁ ଆମେ ଚିନ୍ତା କରିନୁ। ଯେଉଁ ଶକ୍ତି ବଳରେ କି ଆଜି ଆମେ ଯେଉଁ ଜିନିଷ, ଯେଉଁ ବସ୍ତୁ, ଯେଉଁ ଧନ, ଯେଉଁ ସମ୍ପତ୍ତି ଆମେ ସଞ୍ଚୟ କଲୁ, ଯାହା ଦ୍ୱାରା କି ହେଇପାରିଲା, ସେ ଶକ୍ତିକୁ ଆଜି ଆମେ ଭୁଲିଗଲୁ। ଆମକୁ ଚିନ୍ତା କରିବା କଥା ଯେ ବାସ୍ତବିକରେ ସେ ଶକ୍ତି କ'ଣ ଅଟେ, ଯାହାଦ୍ୱାରା କି ମୁଁ କର୍ମ କରିପାରୁଛି, ସବୁକିଛି କାମ ଧନ୍ଦା ସବୁକିଛି କମାଣି କରିପାରୁଛି। ସେ ଶକ୍ତିକୁ ଆଜି ଆମେ ଚିହ୍ନିବା ଦରକାର, ଯାହାଦ୍ୱାରା ଆମେ କରିପାରୁଛୁ। ଏ ଶକ୍ତି ଯଦି ଆମ ଏ ଭିତରୁ, ଏ ପିଣ୍ଡ ଭିତରୁ, ଏ ଶରୀର ଭିତରୁ ଯଦି ବାହାରିଯାଏ, ତାହେଲେ ଆମର ସେଇଦିନ କ'ଣ ହୁଏ ନା ଆମର ଖେଳ ଘର ଶେଷ ହେଇଯାଏ। ତ ସେ ଖେଳ ଘର ଶେଷ କରିବା ପୂର୍ବରୁ ସେ ଶକ୍ତିକୁ ଆମେ ଜାଣିନେବା, ଆଉ ଏ ଭବସାଗର